আজি নূতন নিয়ম নিস্তার পর্বর মেষ শাবক খ্রিস্ট আনসাংহং ଏହି ଉପଦେଶ ଶୀର୍ଷକର ସହିତ ଆସନ୍ତୁ ଆମ୍ଭେମାନେ ମାନବ ଜାତିକୁ ରକ୍ଷା କରିବା ପାଇଁ ଶରୀରରେ ପୃଥିବୀକୁ ଆସିଥିବା ପରମେଶ୍ୱରଙ୍କ ବିଷୟରେ ଅଧ୍ୟୟନ କରିବାର କିଛି ସମୟ ନେବା। ଯେବେ ଯୀଶୁଖ୍ରୀଷ୍ଟ 2000 ବର୍ଷ ପୂର୍ବେ ପୃଥିବୀକୁ ଆସିଥିଲେ ସେତେବେଳେ ସେ କହିଲେ, ସମୀରଣରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମୋହର ସାକ୍ଷୀ ହୁଅ ଓ ମୋହର ସାକ୍ଷ୍ୟ ଦିଅ। ଏଥିପାଇଁ ଆମ୍ଭେମାନେ ବାଇବଲର ଭବିଷ୍ୟବାଣୀର ଅନୁସାରେ ଆସୁଥିବା ପରମେଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦେବା ଓ ପ୍ରଚାର କରିବା ଉଚିତ। ଆସନ୍ତୁ ଆମ୍ଭେମାନେ ସମସ୍ତ ମାନବ ଜାତିକୁ ଏହା ଜାଣିବାକୁ ଦେଇ ଯେ ପରମେଶ୍ୱର ଏହି ପୃଥିବୀକୁ ଆସିଅଛନ୍ତି ସେମାନଙ୍କ ନେତୃତ୍ୱ ଉଦ୍ଧାର ଆଡ଼କୁ କରିବା। ଏବେ ପର୍ଯ୍ୟନ୍ତ ଆମ୍ଭେମାନେ ପରମେଶ୍ୱରଙ୍କ ବିଷୟରେ ଅନେକ ଭବିଷ୍ୟବାଣୀ ଗୁଡ଼ିକୁ ଅଧ୍ୟୟନ କରିଅଛୁ ଯାହା ଏହି ପବିତ୍ର ଆତ୍ମାଙ୍କ ଯୁଗରେ ଆସନ୍ତି। ମାତ୍ର ଆମ୍ଭମାନଙ୍କୁ ତାହାଙ୍କ ସାକ୍ଷ୍ୟ ରୂପେ ଆପଣା ମିଶନକୁ ପୂରା କରୁଥାଇ ସାରା ଦୁନିଆର ଲୋକମାନଙ୍କୁ ତାହାଙ୍କ ସାକ୍ଷ୍ୟ ମଧ୍ୟ ଦେବା ଉଚିତ। ସର୍ବପ୍ରଥମେ ଆମ୍ଭମାନଙ୍କୁ ଏହା ବୁଝିବାର ଆବଶ୍ୟକତା ଅଛି ଯେ 2000 ବର୍ଷ ପୂର୍ବେ ଯୀଶୁ ଯେତେବେଳେ ଉଦ୍ଧାରର ସତ୍ୟ ଶିକ୍ଷା କରିଥିଲେ ସେତେବେଳେ କେମିତି ସ୍ଥିତି ଥିଲା। ତେବେ ଯାଇ ଆମ୍ଭମାନଙ୍କୁ ଅନୁଭବ ହେବ ଯେ ଆମ୍ଭେମାନେ ଆଜି ସେହିପରି ସ୍ଥିତିରେ ଅଛୁ। ଯେବେ ଯୀଶୁ 2000 ବର୍ଷ ପୂର୍ବେ ଆସିଥିଲେ ତେବେ ଯିହୁଦୀମାନେ ପରମେଶ୍ୱରଙ୍କ ଉତ୍ସୁକତାରେ ଅପେକ୍ଷା କରି ରହିଥିଲେ। ସେମାନେ ଭାବିଲେ ପରମେଶ୍ୱର ନିଶ୍ଚିତ ରୂପେ ଆସିବେ ଏବଂ ରୋମାନ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିବେ, ଯେଉଁମାନେ ଆମ୍ଭମାନଙ୍କ ଉପରେ ଅତ୍ୟାଚାର, ପୀଡ଼ା ଓ ନିର୍ଯାତନା କରୁଅଛି। ଏହି ଆଶା ସହିତ ସେମାନେ ଖ୍ରୀଷ୍ଟଙ୍କ ଆଗମନକୁ ଅପେକ୍ଷା କରୁଥିଲେ। କିନ୍ତୁ ଯେତେବେଳେ ପରମେଶ୍ୱର ପରିଶେଷରେ ପ୍ରକଟ ହେଲେ ସେତେବେଳେ ସେମାନେ ତାଙ୍କୁ ଚିହ୍ନିଲେ ନାହିଁ। କାରଣ ସେମାନେ ତାଙ୍କୁ ଚିହ୍ନିଲେ ନାହିଁ ତେଣୁ ସେମାନେ ତାଙ୍କୁ ଗ୍ରହଣ କରିପାରିଲେ ନାହିଁ। ଯୀଶୁ ସିଧାସଳଖ ସେମାନଙ୍କୁ ସାକ୍ଷୀ ଦେଲେ ଯେ ସେ ଖ୍ରୀଷ୍ଟ ଅଟନ୍ତି। ମାତ୍ର ସେମାନେ ତାଙ୍କ ଉପରେ ପଥର ଉଠାଇବାକୁ ଚେଷ୍ଟା କଲେ କାରଣ ତାଙ୍କ ଉପରେ ଖ୍ରୀଷ୍ଟଙ୍କ ବିଷୟରେ ଏକ ଭିନ୍ନ ଧାରଣା ଥିଲା। ଆଉ ଶେଷରେ ସେମାନେ ତାଙ୍କୁ କ୍ରୁଶରେ ମଧ୍ୟ ଟଙ୍ଗାଇ ଦେଲେ। ସେହି ପ୍ରକାର ଏହି ଯୁଗରେ ଯଦି ଆମ୍ଭେମାନେ ପରମେଶ୍ୱରଙ୍କୁ ସଠିକ ଭାବରେ ଜାଣିବା ନାହିଁ ତେବେ ଆମ୍ଭେମାନେ ମଧ୍ୟ ଆପଣାକୁ ଯିହୁଦୀମାନଙ୍କ ପରି ପରମେଶ୍ୱରଙ୍କ ବିରୋଧୀ ହେବା, ଯେଉଁମାନେ ଏହି ପ୍ରକାର ଦୁଷ୍ଟ ଶବ୍ଦ କହିଲେ, ତାହାଙ୍କ ରକ୍ତ ଆମ୍ଭ ଓ ଆମ୍ଭମାନଙ୍କ ସନ୍ତାନଙ୍କ ଉପରେ ବର୍ତ୍ତୁ। ଏହି ସ୍ଥିତି ଉପରେ ପୁଣି ଥରେ ବିଚାର କରୁଥାଇ ଆମ୍ଭ ସ୍ୱୟଂକୁ ପଚାରିବା ଉଚିତ ଯେ ଯେବେ ପରମେଶ୍ୱର ପବିତ୍ର ଆତ୍ମାଙ୍କ ଯୁଗରେ ଆସିବେ ତେବେ ସେ କିପରି ଆସିବେ ଓ ସେହି ଚିହ୍ନ କ'ଣ ହେବ ଯାହାଦ୍ୱାରା ଆମ୍ଭେମାନେ ତାହାଙ୍କୁ ଚିହ୍ନି ପାରିବା ଆଉ ଗ୍ରହଣ କରିପାରିବା। ଆସନ୍ତୁ ଆମ୍ଭେମାନେ ବାଇବଲର ଶିକ୍ଷା ଦ୍ୱାରା ଏହାର ଉତ୍ତର ଖୋଜିବା। ଯୋହନ ଅଧ୍ୟାୟ 5 ପଦ 39, ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ, ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦେଉଅଛି। କିନ୍ତୁ ତୁମ୍ଭେମାନେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋ ନିକଟକୁ ଆସିବାକୁ ଇଚ୍ଛା କରୁନାହଁ। ଯୀଶୁ ବାଇବଲ ଦ୍ୱାରା ଖ୍ରୀଷ୍ଟଙ୍କୁ ଚିହ୍ନିବାର ପ୍ରଣାଳୀ ବୁଝାଇଲେ, ଯିଏ ପୃଥିବୀରେ ଅନନ୍ତ ଜୀବନ ଦେବା ନିମନ୍ତେ ଆସନ୍ତି। ସେ କହିଲେ, କାରଣ ବାଇବଲ ମୋ ବିଷୟରେ ସାକ୍ଷ୍ୟ ଦିଏ, ତେଣୁ ତୁମ୍ଭକୁ ବାଇବଲର ସମସ୍ତ ଭବିଷ୍ୟବାଣୀ ଉପରେ ସାବଧାନରେ ଧ୍ୟାନ ଦେବା ଉଚିତ ଓ ସଠିକ ଭାବରେ ବୁଝିବା ଉଚିତ, ଯାହାଫଳରେ ତୁମ୍ଭେମାନେ ସେହି ପରମେଶ୍ୱରଙ୍କୁ ଗ୍ରହଣ କରିପାର ଯିଏ ଆସିଛନ୍ତି। ମୁଁ ଅନନ୍ତ ଜୀବନ ଦେବାକୁ ଆସିଲି, ତଥାପି ମଧ୍ୟ ତୁମ୍ଭେ ଜୀବନ ପାଇବା ନିମନ୍ତେ ମୋ ପାଖକୁ ଆସିବାକୁ ଇଚ୍ଛା କଲ ନାହିଁ। ସେମାନେ ଆସିବାକୁ ଚାହିଁଲେ ନାହିଁ କାରଣ ସେମାନଙ୍କ ପାଖରେ ଖ୍ରୀଷ୍ଟଙ୍କ ବିଷୟରେ ଆପଣା ସ୍ୱୟଂର ଧାରଣା ଥିଲା। ସମସ୍ତ ଲୋକ କେବଳ ଯେତେବେଳେ ଆମ୍ଭେମାନେ ବାଇବଲର ଭବିଷ୍ୟବାଣୀ ଦ୍ୱାରା ଖ୍ରୀଷ୍ଟଙ୍କୁ ବୁଝିବାର ଚେଷ୍ଟା କରିଥାଉ ତେବେ ଆମ୍ଭେମାନେ ତାଙ୍କୁ ସଠିକ ଭାବରେ ଚିହ୍ନି ଓ ଗ୍ରହଣ କରିପାରିବା। ଏହି ତଥ୍ୟକୁ ଅନୁଭବ କରି ଆସନ୍ତୁ ଆମ୍ଭେମାନେ ନୂତନ ନିୟମର ନିସ୍ତାର ପର୍ବର ମେଷ ଶାବକ ଖ୍ରୀଷ୍ଟ ଆନସାଂହଂ ଶୀର୍ଷକ ବିଷୟର ଅଧ୍ୟୟନ କରିବା। ସର୍ବପ୍ରଥମେ ଆସନ୍ତୁ ଆମ୍ଭେମାନେ ଜାଣିବା ଯେ ପରମେଶ୍ୱର ପୃଥିବୀକୁ କାହିଁକି ଆସିଲେ। ଯୋହନ ଅଧ୍ୟାୟ 10 ପଦ 10, ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ।
ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି ଏଥି ନିମନ୍ତେ ମୁଁ ଆସିଅଛି। ମେଷତୁଲ୍ୟ ପରମେଶ୍ୱରଙ୍କ ଲୋକମାନଙ୍କୁ କ'ଣ ଦେବା ପାଇଁ ଖ୍ରୀଷ୍ଟ ଆସିଲେ? ସେ ସେମାନଙ୍କୁ ଜୀବନ ଦେବା ପାଇଁ ଆସିଥିଲେ। ଖ୍ରୀଷ୍ଟ ଯିଏ ଜୀବନ ଦେବା ପାଇଁ ଆସିଥିଲେ, ବାଇବଲରେ ତାଙ୍କୁ ନିସ୍ତାର ପର୍ବର ମେଷ ଶାବକ ରୂପେ ଦର୍ଶାଯାଇଅଛି। ଆସନ୍ତୁ ଆମ୍ଭେମାନେ ଦେଖିବା ଯେ ଏହା କେଉଁଠି ଲେଖାଯାଇଅଛି। ପ୍ରଥମ କରିନ୍ଥିୟ ଅଧ୍ୟାୟ 5 ପଦ 7। ତୁମ୍ଭେମାନେ ତ ଖମୀର ଶୂନ୍ୟ ଲୋକ, ଏଣୁ ଯେପରି ତୁମ୍ଭେମାନେ ନୂଆ ପିଣ୍ଡୁଳା ହୋଇପାର, ଏଥିପାଇଁ ପୁରୁଣା ଖମୀର ବାହାର କରି ପକାଅ। କାରଣ ଖ୍ରୀଷ୍ଟ କିଏ? ଆମମାନଙ୍କର ନିସ୍ତାର ପର୍ବର ମେଷ ଶାବକ, ଅର୍ଥାତ୍ ଖ୍ରୀଷ୍ଟ ମଧ୍ୟ ବଳୀକୃତ ହୋଇଅଛନ୍ତି। ଅନ୍ୟ ସଂସ୍କରଣରେ ଏହା ଲେଖା ଅଛି, ଆସନ୍ତୁ ଆମ୍ଭେମାନେ ଆମମାନଙ୍କ ନିସ୍ତାର ପର୍ବ ପାଳନ କରୁ। ଆମମାନଙ୍କ ନିସ୍ତାର ପର୍ବର ମେଷ ଶାବକ କିଏ ଅଟନ୍ତି? କାରଣ ଆମମାନଙ୍କ ନିସ୍ତାର ପର୍ବର ମେଷ ଶାବକ ଅର୍ଥାତ୍ ଖ୍ରୀଷ୍ଟ ମଧ୍ୟ ବଳୀକୃତ ହୋଇଅଛନ୍ତି। ଅତଏବ ଆସ, ଆମ୍ଭେମାନେ ପୁରାତନ ଖମୀର କି ଅବା ଦୁଷ୍ଟତା ଓ କୁକର୍ମ ରୂପ ଖମୀର ଦ୍ୱାରା ପର୍ବ ପାଳନ ନ କରି ସରଳତା ଓ ସତ୍ୟ ରୂପ ଖମୀର ଶୂନ୍ୟ ରୋଟି ଦ୍ୱାରା ପର୍ବ ପାଳନ କରୁ। ଏହା କହିଥାଏ, ଅତଏବ ଆସ, ଖମୀର ଶୂନ୍ୟ ରୋଟି ଦ୍ୱାରା ପର୍ବ ପାଳନ କରୁ। ଖ୍ରୀଷ୍ଟ ଆମ୍ଭମାନଙ୍କୁ ଜୀବନ ଦେବା ପାଇଁ ନିସ୍ତାର ପର୍ବର ମେଷ ଶାବକ ରୂପେ ଆସିଲେ। ଯାତ୍ରା ପୁସ୍ତକ ଅଧ୍ୟାୟ 12ରେ ଲେଖାଯାଇଅଛି ଯେ ନିସ୍ତାର ପର୍ବର ମାଂସ ଅଗ୍ନିରେ ଦଗ୍ଧ କରି ଭୋଜନ କରିବ ଓ ତାହାର ରକ୍ତ ଦ୍ୱାରର ଦୁଇ ବାଜୁବନ୍ଧ ଓ କପାଳି ଉପରେ ତାହା ଲଗେଇବେ। ପୁଣି ଯେତେବେଳେ ସେ ଜୀବନ ଦେବାକୁ ଆସିଲେ, ସେତେବେଳେ ପରମେଶ୍ୱର ନିସ୍ତାର ପର୍ବର ମେଷ ଶାବକ ରୂପେ କାହିଁକି ବଳିଦାନ ହେଲେ? ପ୍ରଥମ କରିନ୍ଥିୟ ଅଧ୍ୟାୟ 5ରେ ନିସ୍ତାର ପର୍ବର ମେଷ ଶାବକ ରୂପେ ଯୀଶୁଙ୍କ ଆସିବା କାରଣରେ ଗୁରୁତ୍ୱ ଦିଆଯାଇଅଛି। ଆସନ୍ତୁ ଆମ୍ଭେମାନେ ଯୋହନ ଅଧ୍ୟାୟ 6କୁ ଦେଖି ବୁଝିବା ଯେ ନିସ୍ତାର ପର୍ବର ମେଷ ଶାବକ ଓ ଜୀବନ ଏକ ଅନ୍ୟ ସହିତ କିପରି ସମ୍ବନ୍ଧିତ ଅଟେ। ଏହି ଦୁଇ ମଧ୍ୟରେ ଥିବା ସମ୍ବନ୍ଧକୁ ଦେଖି ଆମ୍ଭେମାନେ ପରମେଶ୍ୱରଙ୍କୁ ଖୋଜିବାରେ ଓ ପରମେଶ୍ୱରଙ୍କ ପାଖକୁ ଆସିବାରେ ସକ୍ଷମ ହେବା, ଯିଏ ଏହି ପୃଥିବୀକୁ ଆସିଛନ୍ତି। ଆସନ୍ତୁ ଆମ୍ଭେମାନେ ପଦ 45 ଦେଖିବା। ଭାବବାଦୀ ମାନଙ୍କର ଧର୍ମଶାସ୍ତ୍ରରେ ଲିଖିତ ଅଛି, ସମସ୍ତେ ଈଶ୍ୱରଙ୍କ କର୍ତ୍ତୃକ ଶିକ୍ଷାପ୍ରାପ୍ତ ହେବେ। ଯେ କେହି ପିତାଙ୍କ ଠାରୁ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ମୋ ନିକଟକୁ ଆସେ। କେହି ଯେ ପିତାଙ୍କୁ ଦେଖିଅଛି ତାହା ନୁହେଁ, ଯେ ଈଶ୍ୱରଙ୍କ ଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ ସେ କ'ଣ ପ୍ରାପ୍ତ ହୋଇଅଛି? ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ମୋ ଜୀବନଦାୟକ ଆହାର। ଏଠାରେ ବିଶ୍ୱାସ କରିବାର ଅର୍ଥ କ'ଣ ଅଟେ? ଯେ ବିଶ୍ୱାସ କରେ ମୁଁ ଜୀବନଦାୟକ ଆହାର, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ପଦ 49। ତୁମମାନଙ୍କ ପିତୃପୁରୁଷ ପ୍ରାନ୍ତରରେ ମାନା ଭୋଜନ କରି ମୃତ୍ୟୁ ଭୋଗ କଲେ। କେହି ଯେପରି ଭୋଜନ କରି ମୃତ୍ୟୁ ଭୋଗ ନ କରେ, ଏଥି ନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ। ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର। କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ହଁ, ମୁଁ ଯେଉଁ ଆହାର ଦେବି ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି। ଏହା ସେହି ଦୃଶ୍ୟ ଅଟେ ଯେବେ ଯୀଶୁ ଜୀବନର ବ୍ୟବସ୍ଥା ସ୍ଥାପିତ କଲେ। ଆସନ୍ତୁ ଆମ୍ଭେମାନେ ପଦ 52ର ସହିତ ଜାରି ରହିବା। ଏଥିରେ ଯିହୁଦୀମାନେ ପରସ୍ପର ବାକ୍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇପାରେ? ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରର ମାଂସ ଭୋଜନ ନ କଲେ ଓ ତାହାର ରକ୍ତ ପାନ ନ କଲେ ତୁମମାନଙ୍କ ଠାରେ କ'ଣ ନାହିଁ? ମୁଁ ତୁମମାନଙ୍କୁ ଜୀବନ ଦେବା ନିମନ୍ତେ ଆସିଛି, କିନ୍ତୁ ଯେ ପର୍ଯ୍ୟନ୍ତ ତୁମ୍ଭେ ମୋହର ମାଂସ ଭୋଜନ ନ କଲେ ଓ ମୋହର ରକ୍ତ ପାନ ନ କଲେ ତୁମମାନଙ୍କ ଠାରେ ଜୀବନ ନାହିଁ। ପଦ 54। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, କେଉଁ ପ୍ରକାରର ଜୀବନ ପ୍ରାପ୍ତ ହୁଏ? ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। ନିସ୍ତାର ପର୍ବର ମେଷ ଶାବକର ମାଂସ ଓ ରକ୍ତ ସହିତ କ'ଣ କରିବ? ଏହା ବିଷୟରେ ନିର୍ଦ୍ଦେଶ ଯାତ୍ରା ପୁସ୍ତକରେ ଦିଆଯାଇଅଛି। ଯେହେତୁ ଯୀଶୁ ନିସ୍ତାର ପର୍ବର ମେଷ ଶାବକ ରୂପରେ ଆସିଲେ, ତେଣୁ ସେ ଯୋହନ ଅଧ୍ୟାୟ 6ରେ ଆପଣା ମାଂସ ଓ ରକ୍ତ ବିଷୟରେ କ'ଣ ନିର୍ଦ୍ଦେଶ ଦେଲେ? ସେ ଆମ୍ଭମାନଙ୍କୁ ଆପଣା ମାଂସ ଭୋଜନ କରିବା ଓ ଆପଣା ରକ୍ତ ପାନ କରିବାକୁ କହିଲେ। ପୁଣି ଯୀଶୁ ଆମ୍ଭମାନଙ୍କୁ ଆପଣା ମାଂସ ଓ ରକ୍ତ ଦେବା ନିମନ୍ତେ କେଉଁ ବ୍ୟବସ୍ଥା ସ୍ଥାପିତ କଲେ? ଆସନ୍ତୁ ଆମ୍ଭେମାନେ ମାଥ୍ୟୁ ଅଧ୍ୟାୟ 26କୁ ଯିବା। ମାଥ୍ୟୁ ଅଧ୍ୟାୟ 26 ପଦ 17।
ପରେ ଖମିର ଶୂନ୍ୟ ରୋଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ। ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି। ଆମ୍ଭେମାନେ ଏହି ଦୃଶ୍ୟ ସହିତ ବହୁତ ପରିଚିତ ଅଟୁ। ପଦ 26 କହିଥାଏ, ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା କ'ଣ ଅଟେ? ମୋହର ଶରୀର। ଏହି ପ୍ରକାର ଯୀଶୁ ଶିଷ୍ୟମାନଙ୍କୁ ନିସ୍ତାର ପର୍ବର ରୋଟି ଦେଲେ। ପଦ 27, ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ। ସେ ନିସ୍ତାର ପର୍ବର ଦ୍ରାକ୍ଷାରସର ପାନପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ନିସ୍ତାର ପର୍ବର ଦ୍ରାକ୍ଷାରସ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି। ଏ ମୋହର ସେହି ରକ୍ତ। ଯୋହନ ଅଧ୍ୟାୟ 6ରେ ଏହା କହିଥାଏ କି ଯେ କେହି ମନୁଷ୍ୟ ପୁତ୍ରଙ୍କ ମାଂସ ଭୋଜନ କରେ ଓ ତାଙ୍କ ରକ୍ତ ପାନ କରେ ଅନନ୍ତ ଜୀବନ ପ୍ରାପ୍ତ ହୁଏ ଓ ସେ ଉତ୍ଥାପିତ ହେବ। କ'ଣ ଏହାର ଅର୍ଥ ଏହା ନୁହେଁ ଯେ ଯୀଶୁ ସେହି ଲୋକମାନଙ୍କୁ ଅନନ୍ତ ଜୀବନ ଦେବେ ଯେଉଁମାନେ ନିସ୍ତାର ପର୍ବର ରୋଟି ଭୋଜନ କରନ୍ତି ଓ ନିସ୍ତାର ପର୍ବର ଦ୍ରାକ୍ଷାରସ ପାନ କରନ୍ତି? ଯଦି ଆମ୍ଭେମାନେ ନିସ୍ତାର ପର୍ବର ରୋଟି ଓ ଦ୍ରାକ୍ଷାରସ ଭୋଜନ ନ କରୁ, ତେବେ ଆମ୍ଭମାନଙ୍କଠାରେ କ'ଣ ନାହିଁ? ଯୀଶୁ ଖ୍ରୀଷ୍ଟ ସ୍ପଷ୍ଟ ରୂପେ କହିଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ। ଏହା ଜୀବନର ବ୍ୟବସ୍ଥା ଓ ସିଦ୍ଧାନ୍ତ ଅଟେ, ଯାହାକୁ ଯୀଶୁ ତେବେ ସ୍ଥାପିତ କରିଥିଲେ ଯେତେବେଳେ ସେ 2000 ବର୍ଷ ପୂର୍ବେ ଆସିଥିଲେ। ଏହି କାରଣରୁ ଏହି ସତ୍ୟ ଆମ୍ଭେ ସମସ୍ତଙ୍କ ପାଇଁ ବହୁତ ବହୁମୂଲ୍ୟ ଅଟେ। ପରମେଶ୍ୱରଙ୍କ ନିୟମ ବିନା ନାହିଁ ଆମ୍ଭେମାନେ, ନାହିଁ ଅନ୍ୟ କେହି ପାପ କ୍ଷମା ପ୍ରାପ୍ତ କରିପାରିବ। ଏହାକୁ ସିଧା ଶବ୍ଦରେ କହିବା, ତେବେ କ'ଣ ଏହାର ଅର୍ଥ ଏହା ନୁହେଁ ଯେ ଅନନ୍ତ ସ୍ୱର୍ଗର ରାଜ୍ୟରେ ଫେରିଯିବା ପାଇଁ ଆମ୍ଭମାନଙ୍କ ପାଖରେ ଆଉ ଅନ୍ୟ କୌଣସି ପଥ ନାହିଁ? ଯେ ମନୁଷ୍ୟ ପୁତ୍ରଙ୍କ ମାଂସ ଭୋଜନ କରେ ଓ ତାଙ୍କ ରକ୍ତପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଏହି ବାକ୍ୟ ତେବେ ପୂର୍ଣ୍ଣ ହେଲା ଯେବେ ଖ୍ରୀଷ୍ଟ ପୃଥିବୀରେ ଜୀବନର ବହୁତ ମହତ୍ତ୍ୱପୂର୍ଣ୍ଣ ବ୍ୟବସ୍ଥା ସ୍ଥାପିତ କଲେ। ଖ୍ରୀଷ୍ଟ କହିଲେ, ଯେଉଁମାନେ ନିସ୍ତାର ପର୍ବର ରୋଟି ଭୋଜନ କରନ୍ତି ଓ ନିସ୍ତାର ପର୍ବର ଦ୍ରାକ୍ଷାରସ ପାନ କରନ୍ତି ସେମାନେ ଅଟନ୍ତି ଯେଉଁମାନେ ମୋହର ମାଂସ ଭୋଜନ କରନ୍ତି ଓ ରକ୍ତ ପାନ କରନ୍ତି, ଆଉ ତାଙ୍କଠାରେ ଅନନ୍ତ ଜୀବନ ଅଛି। ଯେତେବେଳେ ଲୋକ ଯେଉଁମାନେ ନିସ୍ତାର ପର୍ବ ପାଳନ କରନ୍ତି ନାହିଁ ତାଙ୍କଠାରେ ଜୀବନ ନାହିଁ। ଅନନ୍ତ ଜୀବନ ପ୍ରାପ୍ତ କରିବା ପାଇଁ ଆମ୍ଭକୁ ଏହା ଉପରେ ବିଶ୍ୱାସ କରିବା ଉଚିତ। ଯୀଶୁ ନିସ୍ତାର ପର୍ବକୁ ନୂତନ ନିୟମ ରୂପେ ଦର୍ଶାଉଥାଇ ଆମ୍ଭମାନଙ୍କୁ ଏହି ସତ୍ୟ ପ୍ରତି ଜାଗୃତ କଲେ। ଆସନ୍ତୁ ଆମ୍ଭେମାନେ ଲୁକ୍ ଅଧ୍ୟାୟ 22 ପଦ 7 ସହିତ ଜାରି ରହିବା। ପରେ ଯେଉଁଦିନ ନିସ୍ତାର ପର୍ବର ମେଷ ଶାବକ ବଳିଦାନ କରିବାକୁ ହୁଏ, ଖମିର ଶୂନ୍ୟ ରୋଟି ପର୍ବର ସେହିଦିନ ଉପସ୍ଥିତ ହେଲା। ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରିପାରିବୁ ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର। ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ସେ ସେମାନଙ୍କୁ କହିଲେ, ଦେଖ ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ। ସେ ଯେଉଁ ଗୃହରେ ପ୍ରବେଶ କରିବ ତାହାର ପଛେ ପଛେ ସେହି ଗୃହକୁ ଯାଇ ଗୃହର ତାଙ୍କୁ କହିବ, ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି ସେହି ଅତିଥିଶାଳା କାହିଁ? ସେଥିରେ ସେ ତୁମମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ୍ କୋଠରୀ ଦେଖାଇଦେବେ। ସେ ସ୍ଥାନରେ ପ୍ରସ୍ତୁତ କର। ଆଉ ସେମାନେ ଯାଇ ସେ ସେମାନଙ୍କୁ ଯେପରି କହିଥିଲେ ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ପୁଣି ସମୟ ଉପସ୍ଥିତ ହୁଅନ୍ତେ, ଅନ୍ୟ ଶବ୍ଦରେ ନିସ୍ତାର ପର୍ବର ସମୟ ଉପସ୍ଥିତ ହୁଅନ୍ତେ, ସେ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ। ଆଉ ସେ ସେମାନଙ୍କୁ କହିଲେ, ମୋହର ଦୁଃଖ ଭୋଗ ପୂର୍ବେ ମୁଁ ତୁମମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି। ଯୀଶୁଙ୍କୁ ନିସ୍ତାର ଭୋଜ ପାଳନ କରିବାର ଏକାନ୍ତ ବାଞ୍ଛା ହେବାର କିଛି କାରଣ ଥିବ। ଆସନ୍ତୁ ଆମ୍ଭେମାନେ ପଦ 19ରେ ଏହାର କାରଣ ଖୋଜିବା। ପୁଣି ସେ ରୋଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ମୋହର ଶରୀର ଏହି। ଆମ୍ଭେମାନେ ଏହାକୁ ମାଥ୍ୟୁ ଅଧ୍ୟାୟ 26ରେ ମଧ୍ୟ ଦେଖିପାରିବା। ତୁମମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, କହୁଥିବା ସମୟରେ କ'ଣ ତାଙ୍କ ହସ୍ତରେ ନିସ୍ତାର ପର୍ବର ଦ୍ରାକ୍ଷାରସର ପାନପାତ୍ର ନଥିଲା? ଏହି ପାନପାତ୍ର ତୁମମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ।
ମାଥିଉ ଲିଖିତ ସୁସମାଚାରରେ ଏହା ଲେଖା ଅଛି, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ। ଲୁକ୍ ରଚିତ ସୁସମାଚାରରେ ଯୀଶୁ ନିସ୍ତାର ପର୍ବକୁ ନୂତନ ନିୟମ ରୂପେ ସଂକ୍ଷେପରେ କହୁଥାଇ କହିଲେ, ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ପ୍ରକାର ପରମେଶ୍ୱର ଆସିଲେ ଓ ନିସ୍ତାର ପର୍ବର ମେଷଶାବକଙ୍କ ଭବିଷ୍ୟବାଣୀକୁ ପୂର୍ଣ୍ଣ କଲେ। ନିସ୍ତାର ପର୍ବର ରାତ୍ରିରେ ସେ ନିସ୍ତାର ପର୍ବର ରୋଟି ଓ ଦ୍ରାକ୍ଷାରସକୁ ଆପଣା ମାଂସ ଓ ରକ୍ତ ସହିତ ଦର୍ଶାଉଥାଇ ନୂତନ ନିୟମର ସ୍ଥାପିତ କଲେ। ନୂତନ ନିୟମ ଦ୍ୱାରା ପରମେଶ୍ୱର ଅନେକ ଲୋକମାନଙ୍କୁ କେଉଁ ଆଶୀର୍ବାଦ ଦିଅନ୍ତି? କ'ଣ ଏହା ପାପ କ୍ଷମାର ଆଶୀର୍ବାଦ ନୁହେଁ? ପରମେଶ୍ୱର ଆମ୍ଭମାନଙ୍କୁ ଏହି ନିୟମ ଦ୍ୱାରା ଅନନ୍ତ ଜୀବନ ମଧ୍ୟ ଦିଅନ୍ତି। ସେ ଏକମାତ୍ର କିଏ ଅଟନ୍ତି ଯିଏ ଏହି ନିୟମକୁ ସ୍ଥାପିତ କରିପାରିବେ? ସେ କେବଳ ପରମେଶ୍ୱର ଅଟନ୍ତି। ଯଦିଓ କେହି ବାଇବଲର 66 ପୁସ୍ତକକୁ ସଚ୍ଚୋଟତା ଭାବରେ ଅଧ୍ୟୟନ କରିଥାଏ, ତେବେ ଏହାର ଅର୍ଥ ଏହା ନୁହେଁ ଯେ ସେମାନେ ନୂତନ ନିୟମକୁ ସ୍ଥାପିତ କରିପାରିବେ। ଏହା କେବଳ ସ୍ୱୟଂ ପରମେଶ୍ୱରଙ୍କ ଦ୍ୱାରା ହିଁ କରାଯାଇପାରିବ। 2000 ବର୍ଷ ପୂର୍ବେ ଯୀଶୁ ମାର୍କର ଉପରିସ୍ଥ କୋଠରୀରେ ନୂତନ ନିୟମର ସ୍ଥାପିତ କଲେ। 31 ଅନୁସାରେ ଯୀଶୁ କିଏ ଅଟନ୍ତି? ଯିଶାୟ ଅଧ୍ୟାୟ 9 ପଦ 6ରେ ଲେଖା ଅଛି, କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକାନ୍ତ ପରମେଶ୍ୱର, ଅନନ୍ତକାଳୀନ କିଏ ଅଟନ୍ତି? ପିତା। ଅନ୍ୟ ଶବ୍ଦରେ ନୂତନ ନିୟମ ସେହି ନିୟମ ଅଟେ ଯାହାକୁ କେବଳ ପରମେଶ୍ୱର ହିଁ ସ୍ଥାପିତ କରିପାରିବେ। ଏଥିପାଇଁ ନୂତନ ନିୟମର ନିସ୍ତାର ପର୍ବ ଏକ ମହତ୍ୱପୂର୍ଣ୍ଣ ଚିହ୍ନ ଅଟେ, ଯାହା ପରମେଶ୍ୱରଙ୍କ ପରିଚୟକୁ ପ୍ରକଟ କରିଥାଏ। ଏହି ମାମଲା ବିଷୟରେ ଆସନ୍ତୁ ଆମ୍ଭେମାନେ ଯେରେମିୟ ଅଧ୍ୟାୟ 31ର ପଦ 31 ଦେଖିବା। ପୁଣି ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଜିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପିତ କରିବା, ଏହି ସମୟ ଆସୁଅଛି। ଏଠାରେ ଆମ୍ଭେ କ'ଣ ସଦାପ୍ରଭୁଙ୍କୁ ଦର୍ଶାଏ ନାହିଁ? ପରମେଶ୍ୱର କହିଲେ, ଆମ୍ଭେ ଇସ୍ରାଏଲ ବଂଶ ଓ ଜିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପିତ କରିବା। ଯୀଶୁ ଆସିବା ଓ ନୂତନ ନିୟମ ସ୍ଥାପିତ କରିବାର ପ୍ରାୟ 700 ବର୍ଷ ପୂର୍ବେ ପରମେଶ୍ୱର ପ୍ରଥମରୁ ହିଁ ଆପଣା ଭବିଷ୍ୟତ ବକ୍ତା ଯେରେମିୟଙ୍କ ଦ୍ୱାରା ଏହି ଘଟଣାର ଭବିଷ୍ୟବାଣୀ କଲେ। ପରମେଶ୍ୱର ଆମ୍ଭମାନଙ୍କୁ ଜଣାଇଲେ ଯେ ତାଙ୍କୁ ସ୍ୱୟଂ ହିଁ ନୂତନ ନିୟମ ସ୍ଥାପିତ କରିବା ଉଚିତ। ଏହା କିଛି ଏପରି ନୁହେଁ ଯେ ଜଣେ ଯାତ୍ରୀ, ଜଣେ ରାଜା ବା କୌଣସି ଦେଶର ମନ୍ତ୍ରୀ ସ୍ଥାପିତ କରିପାରିବ। ତେଣୁ ପରମେଶ୍ୱର କହିଲେ ଯେ ସେ ସ୍ୱୟଂ ଇସ୍ରାଏଲ ବଂଶ ଓ ଜିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପିତ କରିବେ। ଆସନ୍ତୁ ଆମ୍ଭେମାନେ ପଦ 32ରେ ନୂତନ ନିୟମର ଆଉ ଏକ ବିଶେଷତା ଦେଖିବା। ମିଶର ଦେଶରୁ ସେମାନଙ୍କର ପିତୃପୁରୁଷ ଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କର ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭର କୃତ ନିୟମାନୁସାରେ ନୁହେଁ। ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କର ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ। ମାତ୍ର ସଦାପ୍ରଭୁ କହନ୍ତି, ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। ଆମ୍ଭେ ସେମାନଙ୍କର ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ। ପୁଣି ତୁମ୍ଭେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ। କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମ ଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ, ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ଯଦି ଆମ୍ଭେମାନେ ନୂତନ ନିୟମ ପାଳନ କରିବା, ତେବେ ପରମେଶ୍ୱର ଆମ୍ଭମାନଙ୍କ ଠାରୁ କ'ଣ ଦୂର କରିବେ? ପରମେଶ୍ୱର ଆମ୍ଭମାନଙ୍କ ସମସ୍ତ ଅତୀତର ପାପ ଓ ଅଧର୍ମକୁ ଦୂର କରି ଆମ୍ଭମାନଙ୍କ ଉପରେ ଆପଣା ଅଦ୍ଭୁତ ଅନୁଗ୍ରହକୁ ଦେବେ। ଏହା କେବଳ ନୂତନ ନିୟମର ବ୍ୟବସ୍ଥା ଦ୍ୱାରା କରାଯାଇପାରିବ। ପରମେଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ କରିବାର କୌଣସି ଅନ୍ୟ ଉପାୟ ନାହିଁ। ଏହି କାରଣରୁ ପରମେଶ୍ୱର କହିଲେ, ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ। ସେମାନେ ନୂତନ ନିୟମର ସତ୍ୟ ଦ୍ୱାରା ଆପଣା ଲୋକମାନଙ୍କ ସମସ୍ତ ପାପ ଓ ଅଧର୍ମକୁ କ୍ଷମା କରିବାର ବହୁମୂଲ୍ୟ ପ୍ରତିଜ୍ଞା ଦେଲେ। 2000 ବର୍ଷ ପୂର୍ବେ କେଉଁ ଦିନ ଯୀଶୁ ନୂତନ ନିୟମର ଘୋଷଣା କରିଥିଲେ? ନିସ୍ତାର ପର୍ବର ଦିନରେ। ସଦାପ୍ରଭୁ ଓ ଯୀଶୁ ଏକ ଅଟନ୍ତି। କ'ଣ ଏଥିପାଇଁ ସଦାପ୍ରଭୁ କହିଲେ ନାହିଁ, ଆମ୍ଭେ ତାହା ସ୍ଥାପିତ କରିବା? ଆଉ ପୁଣି 2000 ବର୍ଷ ପୂର୍ବେ
ଯୀଶୁଙ୍କ ନାମରେ ଆସିଲେ ଓ ମାର୍କର ଉପରିସ୍ଥ କୋଠରୀରେ ନୂତନ ନିୟମ ନିସ୍ତାର ପର୍ବର ସ୍ଥାପନା କଲେ। ସେ ସ୍ୱୟଂର ତୁଳନା ନିସ୍ତାର ପର୍ବର ମେଷଶାବକ ସହିତ କଲେ, ଯେପରି ପ୍ରଥମ କରିନ୍ଥୀୟ ଅଧ୍ୟାୟ 5ରେ ଲେଖା ହୋଇଛି। ଆଜି ଏହାର ଅଧ୍ୟୟନ କରି ଯଦି ପରମେଶ୍ୱର ଭବିଷ୍ୟବାଣୀ ଅନୁସାରେ ଏହି ପୃଥିବୀକୁ ଆସନ୍ତି, ତେବେ ସେ କିପରି ଆସିବେ ଓ କେଉଁ ସତ୍ୟର ସହିତ ପ୍ରକଟ ହେବେ? ଶେଷ ଦିନରେ କେତେକ ମିଥ୍ୟା ଭବିଷ୍ୟତ ବକ୍ତା ଓ ମିଥ୍ୟା ଖ୍ରୀଷ୍ଟ ଏହା କହୁଥାଇ ପ୍ରକଟ ହେବେ, ମୁଁ ଖ୍ରୀଷ୍ଟ। ସେତେବେଳେ ଆମ୍ଭେ ପରମେଶ୍ୱରଙ୍କ ଲୋକ କେଉଁ ଚିହ୍ନ ଦ୍ୱାରା ସତ୍ୟ ପରମେଶ୍ୱରଙ୍କ ଚିହ୍ନଟ କରିପାରିବାରେ ସକ୍ଷମ ହେବା? ପରମେଶ୍ୱର ଆମ୍ଭମାନଙ୍କୁ ଚିହ୍ନ ଜାଣିବାକୁ ଦେଉଥାଇ କହିଲେ, ଆମ୍ଭେ ନୂତନ ନିୟମର ସ୍ଥାପନ କରିବା। ଏଥିପାଇଁ ସେହି ବ୍ୟକ୍ତିକୁ ଅନ୍ୱେଷଣ କର ଯିଏ ନୂତନ ନିୟମ ସ୍ଥାପିତ କରେ। 2000 ବର୍ଷ ପୂର୍ବେ ଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ ଆଉ ନୂତନ ନିୟମର ନିସ୍ତାର ପର୍ବର ସତ୍ୟ ସ୍ଥାପିତ କଲେ। ମାତ୍ର କ'ଣ ହେଲା? ତାହା ଏହି ଦୁନିଆରୁ ଅଦୃଶ୍ୟ ହୋଇଗଲା। 325 ମସିହାରେ ନିସ୍ତାର ପର୍ବ ଅଦୃଶ୍ୟ ହୋଇଗଲା। ଏବ୍ରୀ ଅଧ୍ୟାୟ 9 ପଦ 28ରେ ଏହା ଲେଖା ଅଛି, ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ପୁଣି ଆମ୍ଭେମାନେ କେମିତି ଖ୍ରୀଷ୍ଟଙ୍କୁ ଖୋଜିପାରିବା ଯିଏ ଏହି ପୃଥିବୀରେ ଦ୍ୱିତୀୟ ଥର ପ୍ରକଟ ହେବେ? ଯେହେତୁ ବାଇବଲ ଖ୍ରୀଷ୍ଟଙ୍କ ବିଷୟରେ ସାକ୍ଷ୍ୟ ଦେଇଥାଏ, ଏଥିପାଇଁ ଆମ୍ଭମାନଙ୍କୁ ବାଇବଲର ଭବିଷ୍ୟବାଣୀର ଅନୁସାରେ ଆସିଥିବା ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଉଚିତ। ଏହିପରି କାହାକୁ ଆମ୍ଭେ ବିଶ୍ୱାସ କରିବା ଉଚିତ ନୁହେଁ। ଆସନ୍ତୁ ଆମ୍ଭେମାନେ ଯିଶାୟ ଅଧ୍ୟାୟ 25 ପଦ 6ରେ ଜାଣିବା ଯେ ପରମେଶ୍ୱର ଦ୍ୱିତୀୟ ଥର କେମିତି ଆସିବେ। ପୁଣି ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଖାଦ୍ୟ ଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷାରସର ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟ ଦ୍ରବ୍ୟର ସୁନିର୍ମଳୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ। ଆଉ ସର୍ବଗୋଷ୍ଠୀୟମାନଙ୍କ ଉପରେ ଯେଉଁ ଓଢ଼ଣା ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ଆବରକ ବସ୍ତ୍ର ପ୍ରସାରିତ ହୋଇଅଛି, ତାହା ସେ ଏହି ପର୍ବତରେ ବିନାଶ କରିବେ। ସେ କାହାକୁ ଦୂର କରିବେ? ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଦୂର କରିବେ। ଅନନ୍ତ କାଳ ନିମନ୍ତେ ମୃତ୍ୟୁକୁ ଦୂର କରିବାର ଅର୍ଥ ଅନନ୍ତ ଜୀବନ ପ୍ରଦାନ କରିବା। ଏହାର ଅର୍ଥ ଅଟେ ଯେ ଦ୍ରାକ୍ଷାରସ ସହିତ ଏକ ପର୍ବ ଆୟୋଜିତ କରାଯିବ, ଯେଉଁଥିରେ ମୃତ୍ୟୁକୁ ଦୂର କରିବାର ବିଶେଷତା ଥିବ। ଏହା କାହା ସହିତ ପାଳନ କରାଯିବା ପର୍ବ ଅଟେ? ଯଦି ଆମ୍ଭେମାନେ କାହାରି ସହିତ ସାକ୍ଷାତ କରିଥାଉ ଯିଏ ସୁମଳୀକୃତ ପୁରାତନ ଦ୍ରାକ୍ଷାରସର ଦ୍ୱାରା ମୃତ୍ୟୁକୁ ଦୂର କରନ୍ତି, ତେବେ ଆମ୍ଭେ ତାଙ୍କୁ ଆପଣା ପରମେଶ୍ୱରଙ୍କ ରୂପେ ସଠିକ ଭାବରେ ଚିହ୍ନିବା ଉଚିତ। ଆସନ୍ତୁ ଆମ୍ଭେମାନେ ପୁଣି ଥରେ ପଦ 8 ଦେଖିବା। ସେ ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛିଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ, କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି। ପଦ 9, ପୁଣି ସେଦିନ ଏହି କଥା କୁହାଯିବ, ଦେଖ ଏହି କିଏ? ଏହି ଆମ୍ଭମାନଙ୍କର ପରମେଶ୍ୱର। ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ଏହି ସଦାପ୍ରଭୁ ଅଟନ୍ତି। ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ। ଆମ୍ଭେମାନେ ତାହାଙ୍କ କୃତ ପରିତ୍ରାଣରେ ଆନନ୍ଦିତ ହୋଇ ଉଲ୍ଲାସ କରିବୁ। କାହିଁକି ଲୋକମାନେ ଆନନ୍ଦିତ ଓ ଉଲ୍ଲାସ ହେଉଛନ୍ତି? କାରଣ ତାଙ୍କୁ ଆପଣା ଉଦ୍ଧାରର ବିଶ୍ୱାସ ଅଛି। ଏହା ସେହି ଦୃଶ୍ୟ ଅଟେ ଯେଉଁ ଲୋକମାନେ ଆନନ୍ଦିତ ଓ ଉଲ୍ଲାସିତ ହେଉଛନ୍ତି, କାରଣ ସେମାନେ ସତ୍ୟ ପରମେଶ୍ୱରଙ୍କୁ ଭେଟିଛନ୍ତି। କେତେକ ମିଥ୍ୟା ଭବିଷ୍ୟତ ବକ୍ତା ଓ ମିଥ୍ୟା ଖ୍ରୀଷ୍ଟ ପ୍ରକଟ ହୁଅନ୍ତି ଆଉ ସେମାନେ ଏହା ଦାବି କରନ୍ତି, ମୁଁ ଖ୍ରୀଷ୍ଟ ଯାହାଙ୍କ ଆଗମନର କଥା ଥିଲା, ମୁଁ ସେହି। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କୁ ଶିକ୍ଷା କଲେ ଯେ ବାଇବଲ ତାଙ୍କ ବିଷୟରେ ସାକ୍ଷ୍ୟ ଦିଏ। ଏଥିପାଇଁ ଆମ୍ଭକୁ କେବଳ ବାଇବଲ ଦ୍ୱାରା ଖ୍ରୀଷ୍ଟଙ୍କୁ ବୁଝୁଥାଇ ତାଙ୍କୁ ଗ୍ରହଣ କରିବା ଉଚିତ। ଯେପରି ଲେଖା ଅଛି, ଦେଖ ଏହି ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ଏହି ବାକ୍ୟରେ ଉଲ୍ଲେଖିତ ସେ ତାଙ୍କୁ କ'ଣ କରିବା ଉଚିତ? ତାଙ୍କୁ ସୁମଳୀକୃତ ପୁରାତନ ଦ୍ରାକ୍ଷାରସର ଦ୍ୱାରା ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଦୂର କରିବା ଉଚିତ। ନିଶ୍ଚିତ ଭାବରେ ଯିଏ ଏହି କାର୍ଯ୍ୟକୁ ପୁରା କରନ୍ତି ସେ ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି। ଆଜି ଯେମିତିକି ଆମ୍ଭେ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିଅଛୁ, ସେହି ସତ୍ୟ କ'ଣ ଅଟେ ଯେଉଁଥିରେ ମୃତ୍ୟୁକୁ ଦୂର କରିବା ଓ ଅନନ୍ତ ଜୀବନ ଦେବାର ପରମେଶ୍ୱରଙ୍କ ପ୍ରତିଜ୍ଞା ସାମିଲ ଅଛି? ଏହା ସମସ୍ତ ନୂତନ ନିୟମ ନିସ୍ତାର ପର୍ବରେ ନିହିତ ଅଛି। ସେ କିଏ ଅଟନ୍ତି ଯେ ନୂତନ ନିୟମ ନିସ୍ତାର ପର୍ବର ସ୍ଥାପନା କରିବେ? ଭାବବାଦୀମାନେ ସାକ୍ଷ୍ୟ ଦେଲେ ଯେ ପରମେଶ୍ୱର ସ୍ୱୟଂ ଏହାକୁ ସ୍ଥାପିତ କରିବେ, କାରଣ ଏହା ଏକ ଏପରି କାର୍ଯ୍ୟ ଅଟେ ଯାହାକୁ କେବଳ ପରମେଶ୍ୱର ପୂରା କରିପାରିବେ। ତେଣୁ ସେ କହିଲେ, ଯଦି କେହି ପ୍ରକଟ ହୋଇ ଏହି କାର୍ଯ୍ୟକୁ ପୂରା କରିଥାଏ, ତେବେ ଜାଣ ଯେ ସେ ମୁଁ। ଏହା ବିଶ୍ୱାସ କର ଯେ ସେ ମୁଁ
ଯିଏ ସ୍ୱର୍ଗ ଓ ପୃଥିବୀର ନିର୍ମାଣ କରିଛନ୍ତି ଆଉ ଯିଏ ମାନବ ଜାତିକୁ ଜୀବନ ପ୍ରଦାନ କରିଛନ୍ତି। ଏହା ଏପରି ଶବ୍ଦ ଅଟେ ଯାହାକୁ ପରମେଶ୍ୱର ନୂତନ ନିୟମର ନିସ୍ତାର ପର୍ବର ସତ୍ୟକୁ ଘୋଷଣା କରୁଥିବା ସମୟରେ କହିଲେ। ଖ୍ରୀଷ୍ଟ ଯିଏ ଦ୍ୱିତୀୟ ଥର ଆସନ୍ତି ସେ ହିଁ ହେବା ଉଚିତ ଯିଏ ନୂତନ ନିୟମ ନିସ୍ତାର ପର୍ବର ସତ୍ୟ ଦ୍ୱାରା ପାପ କ୍ଷମା ଓ ଉଦ୍ଧାରର ଘୋଷଣା କରନ୍ତି। ତେବେ କିଏ ଆମ୍ଭମାନଙ୍କୁ ନିସ୍ତାର ପର୍ବର ସତ୍ୟ ଦ୍ୱାରା ଉଦ୍ଧାରର ଅନୁଗ୍ରହ ପ୍ରଦାନ କରୁଥାଇ ଅନନ୍ତ ଜୀବନ ଦେଲେ? ଏହି କାରଣରୁ ଆମ୍ଭେମାନେ ପରମେଶ୍ୱର ଆନସାଂହଙ୍କ ଉପରେ ଦ୍ୱିତୀୟ ଥର ଆସିଥିବା ଖ୍ରୀଷ୍ଟ ରୂପେ ଦୃଢ଼ତାରେ ବିଶ୍ୱାସ କରିଥାଉ। ଆମ୍ଭେ ଅନ୍ଧ ଭାବରେ ବିଶ୍ୱାସ କରୁନାହିଁ। ଯୀଶୁ କହିଲେ, ଏହି ବାଇବଲ ମୋହର ସାକ୍ଷୀ ଦେଇଥାଏ। ଆମ୍ଭେ ତାଙ୍କୁ କେମିତି ଚିହ୍ନିଥାଉ? ତାହା କେବଳ ବାଇବଲର ମାଧ୍ୟମରେ। ଯଦି କେହି ନୂତନ ନିୟମର ନିସ୍ତାର ପର୍ବର ସତ୍ୟକୁ ଘୋଷଣା କରେ, ତେବେ ଜାଣ ଓ ବିଶ୍ୱାସ କର ଯେ ସେ ମୁଁ। ଏହା ହିଁ ସେହି ବିଷୟ ଅଟେ ଯାହା ପରମେଶ୍ୱର ଆମ୍ଭମାନଙ୍କୁ ଶିକ୍ଷା କଲେ। ଆଉ ଏହି କାରଣରୁ ଆମ୍ଭେ ଏହି ଯୁଗରେ ଖ୍ରୀଷ୍ଟ ଆନସାଂହଙ୍କ ଉପରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରୂପରେ ବିଶ୍ୱାସ କରିଥାଉ। ବାଇବଲର ବାକ୍ୟ ସମ୍ପୂର୍ଣ୍ଣ ଭାବରେ ସତ୍ୟ ଅଟେ। ଏଥିପାଇଁ ଆମ୍ଭମାନଙ୍କୁ ତାଙ୍କ ଉପରେ ବିଶ୍ୱାସ କରିବା ଉଚିତ। ଯେଉଁଠି ଖ୍ରୀଷ୍ଟ ଯିଏ ମେଷ ଶାବକ ଅଟନ୍ତି ଆମ୍ଭମାନଙ୍କ ନେତୃତ୍ୱ କରନ୍ତି, ଆସନ୍ତୁ ଆମ୍ଭେମାନେ ସଠିକ ଭାବରେ ତାଙ୍କ ଶିକ୍ଷାର ପାଳନ କରିବା, ଯାହାଫଳରେ ଆମ୍ଭେମାନେ ଉଦ୍ଧାର ପ୍ରାପ୍ତ କରିପାରିବା ଓ ସ୍ୱର୍ଗର ଅନନ୍ତ ରାଜ୍ୟରେ ପ୍ରବେଶ କରିପାରିବା। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।